ମୁଁ ଜ୍ୟୋତିଷ ଫକୀର ନା ଆଜି ମୁଁ ଆଜି ଗୟସର ବିଭିନ୍ନ ରୋଗର ଉପକାରିତା ବିଷୟରେ କହୁଅଛି। ଜ୍ୱର ପାଇଁ 100 ଗ୍ରାମ ଗୟସ ପତ୍ରରେ 10 ଗ୍ରାମ ଗୋଲମରିଚ ମିଶାଇ ତାହାକୁ ଉତ୍ତମ ରୂପେ ପେଷି ତେନ୍ତୁଳି ମଞ୍ଜି ଆକାରରେ ବଟିକା ପ୍ରସ୍ତୁତ କରି ରଖନ୍ତୁ। ଏହି ବଟିକାରୁ ପ୍ରତ୍ୟହ 3ଟି ବଟିକା ଦିନକୁ 7 ଦିନ ପର୍ଯ୍ୟନ୍ତ ସେବନ କଲେ ଏଥିରେ ସମସ୍ତ ପ୍ରକାର ଜ୍ୱର ଉପକାରିତା ମିଳିଥାଏ। 7ଟି ଗୟସ ପତ୍ରକୁ ହାତରେ ଦଳି ରୋଗୀକୁ ବାରମ୍ବାର ଶୁଙ୍ଘାଇଲେ ମଧ୍ୟ ସବୁ ପ୍ରକାର ଜ୍ୱର ଉପକାର ମିଳିଥାଏ। ଶୋଥ ଏବଂ ବାତ ମୁଠାଏ ଗୟସ ପତ୍ରକୁ 4-5ଟି ଗୋଲମରିଚ ସହିତ ବାଟି ଉଷ୍ମ ଜଳରେ ଗୋଳି ଦିନକୁ 2 ଥର ଖାଲି ପେଟରେ ସେବନ କଲେ 7 ଦିନରେ ଶୋଥ ଏବଂ ବାତ ରୋଗର ଉପକାର ମିଳେ। ଝାଡ଼ା ସଫା ହେବା ପାଇଁ ଯେଉଁମାନଙ୍କର ଝାଡ଼ା ସଫା ହେଉନାହିଁ, ଉଦରରେ ବାୟୁ ବିକାର ରହୁଛି, ଯାହା ଖାଇଲେ ଭଲ ହଜମ ହେଉନାହିଁ, ସର୍ବଦା ଅର୍ଜୁନ ଦୋଷ ରହୁଛି, ପେଟରେ କୃମି ହେଉଛନ୍ତି, ସେମାନେ ବର୍ଷା ଦିନେ ଯେତେବେଳେ ଗୟସ ଗଛ ଗୁଡ଼ିକ ଛୋଟ ଛୋଟ ହୋଇ ପଡ଼ିଆ ବାଡ଼ିରେ ଉଠୁଥିବ ସେହି ଗୋଳି ନେଇ ଶାଗ ଖରଡ଼ି ଖାଇଲେ ଏସବୁ ଦୋଷ ଅଳ୍ପ ଦିନ ରୂପେ ଭଲ ହୋଇଯାଏ। କୃମି ରୋଗ କାନରେ କୃମି ହୋଇଥିଲେ ଗୟସ ପତ୍ର ରସରେ ସୈନ୍ଧବ ଲବଣ ମିଶାଇ କାନରେ ପକାଇଲେ ଏହି ରୋଗ ଉପଶମ ମିଳେ। ଶରୀରରେ ଯେକୌଣସି ଟକ୍ସିନ୍ ଦୋଷ ଆଣ୍ଟିବାୟୋଟିକ୍ ଔଷଧର ବିଷାକ୍ତ ପ୍ରଭାବ କାଟିବା ପାଇଁ ଗୟସ ଗଛକୁ ସମୂଳ ସଂଗ୍ରହ କରି ସେଥିରୁ 20 ଗ୍ରାମ ସୋରଷ ଅଥବା ପଞ୍ଚାଙ୍ଗ ଚୂର୍ଣ୍ଣ 5 ଗ୍ରାମ, ଗୟସର ସର୍ବାଙ୍ଗ ଚୂର୍ଣ୍ଣ 15 ଗ୍ରାମ ନେଇ 500 ଗ୍ରାମ ପାଣିରେ ସିଝାଇ 50 ଗ୍ରାମ ରଖି ଛାଣି ଏମିତି ଯେଉଁ ପ୍ରକାରରେ ଏହି ଔଷଧ ସକାଳୁ ଥରେ ଖାଲି ପେଟରେ ଲାଗେ 15 ଦିନ ଖାଇଲେ କୌଣସି କେମିକାଲର ବିଷାକ୍ତ ପ୍ରଭାବ ନଷ୍ଟ ହୋଇଥାଏ। ଏଲୋପାଥିକ ଔଷଧରେ ଏନ୍ସିସ୍ କାଟିବା ପାଇଁ ମଧ୍ୟ ଏହି ଔଷଧ ପ୍ରୟୋଗ କରାଯାଏ। ଅସାଧ୍ୟ କାଶ ରୋଗ ଏବଂ ଶ୍ୱାସ ଗୟସ ପତ୍ର ସମଭାଗ ସୈନ୍ଧବ ଲବଣ ଉଭୟକୁ ପେଷି 2 ରତି 225 ମିଲିଗ୍ରାମର ବଟିକା ପ୍ରସ୍ତୁତ କରି ସେହି ବଟିକାକୁ କିଞ୍ଚିତ ଅଦା ରସ ମହୁ ରସ ସହିତ ଖାଆନ୍ତୁ। ଦଣ୍ଡିସି ବା କାମଳ ଗୟସ ଏମିତି ଏକ ସମସ୍ତଙ୍କୁ ଚମତ୍କାର ଭଳି ବନୌଷଧି। ଏହି ପତ୍ର ରସ 4-5 ବୁନ୍ଦା ରୋଗୀ ଆଖିରେ ନିୟମିତ ରୂପେ ପକାଇଲେ କିଛି ଦିନରେ ଦଣ୍ଡିସି ରୋଗ ଭଲ ହୋଇଥାଏ। ଯାବତ ପ୍ରକାର କ୍ଷତ ଏବଂ ବ୍ରଣ ଏହି ଗଛର ସର୍ବାଙ୍ଗ ସଂଗ୍ରହ କରି କ୍ୱାଥ ପ୍ରସ୍ତୁତ କରିବ। ସେହି କ୍ୱାଥ ସହିତ ମହୁ ମିଶାଇ ସେବନ କରନ୍ତୁ। ଏଥିସହିତ ଗୟସ ପତ୍ରକୁ ଚୂର୍ଣ୍ଣ କରି ସେହି ଚୂର୍ଣ୍ଣକୁ କ୍ଷତ ଏବଂ ବ୍ରଣ ଉପରେ ପକାଇଲେ କ୍ଷତ ଶୀଘ୍ର ଶୁଖିଯାଏ। ହେଲା।